বরিষ্ঠ যোগী বন্ধু লম্বোদর স্যার তথা বিপিন স্যার ଆଉ ଉପସ୍ଥିତ ଜନତା ଜନାର୍ଦ୍ଦନ ବନି ଭାଇ ଭଉଣୀ ଆଜିକା ଦିନରେ ଏକ ଶୁଭ ଦିନରେ ଆପଣମାନେ ଏକାଠି ହୋଇଥିବାରୁ ଆଜି ଯେ ଗୃହକର୍ତ୍ତା ରାଙ୍ଗା ବାବୁଙ୍କ ତାଙ୍କର ଯେ ନାତି ଆଦିତ୍ୟର ଏକ ଶୁଭ ଜନ୍ମଦିନର ଯେଉଁ ଶୁଭ କାର୍ଯ୍ୟଟି ସେ କରୁଛନ୍ତି ଆପଣମାନେ ଉପସ୍ଥିତ ହୋଇ ସମସ୍ତେ ତାଙ୍କୁ ଆଶୀର୍ବାଦ କଲେ। ପ୍ରିୟ ଆତ୍ମନ, ଏଠି ଗୋଟେ କହିବା କଥାଟା ହେଉଛି ଯେଉଁ ଛୋଟ ପିଲାଟିକୁ ଯେଉଁ ଆଶୀର୍ବାଦ କରାଗଲା ଏହାର ଅର୍ଥ ଆପଣମାନେ ବୁଝିଥିବେ ନିହାତି ଯେ ଆମେ ଛୋଟ ପିଲାଟିକୁ ସମସ୍ତେ ଏକାଠି ମିଶି ଆଶୀର୍ବାଦ କଲୁ। ଏଇ ଯେଉଁ ଆଶୀର୍ବାଦର ପ୍ରକୃତ ଅର୍ଥଟା କ'ଣ? ତାହା ହେଉଛି ଯେ ଆମେ ପିଲାଙ୍କ ପାଇଁ ସମସ୍ତ ପ୍ରକାର ମଙ୍ଗଳ କାମନା ଆମେ ଚିନ୍ତା ସମସ୍ତେ କଲେ ଯେ ପିଲାଟାର ସର୍ବାଙ୍ଗୀନ ଉନ୍ନତି ହଉ, ଆଉ ତାର ଦେହ ଆରୋଗ୍ୟ, ତାଙ୍କର ପରିବାର ସମସ୍ତେ ଆରୋଗ୍ୟ ରହୁ, ଏଇଭଳିଆ ଶୁଭ ଭାବନା ସହିତ ଆମେ ଶୁଭ କାମନା କଲୁ ଏବଂ ଆଶୀର୍ବାଦ କଲୁ। ତ ଏଇ ଯେଉଁ ଆଶୀର୍ବାଦର ଅର୍ଥ ହେଉଛି ଯିଏ ଦବ ଆଶୀର୍ବାଦ ଦେବା ଲୋକ ଆପଣମାନେ, ଆଉ ଆଶୀର୍ବାଦ ନବା ପିଲା ସେଇ ଛୋଟ ପିଲାଟେ ତାଙ୍କ ପରିବାର। ତ ଏ ଆଶୀର୍ବାଦର ଅର୍ଥଟା କ'ଣ? ଯେ ଶୁଭ ଇଚ୍ଛା ଶୁଭ କାମନା ଆମେ ତା ପାଇଁ ସମସ୍ତେ ମନେ ମନେ ଆମେ ତାକୁ ଆଶୀର୍ବାଦ କଲୁ ଯେ ତାର ସମସ୍ତଙ୍କର ଉନ୍ନତି ହଉ। ତ ଏଇ ଯେଉଁ ପଦେ କଥା ଯେ ଆପଣମାନେ ଯେଉଁ ଆଶୀର୍ବାଦ ଦେଲେ ସେ ଆଶୀର୍ବାଦର ଯେଉଁ ଶୁଭ ଇଚ୍ଛାଟା ଜାଗ୍ରତ ହେଲା କାହା ଭିତରୁ? ଜାଗ୍ରତ ହେଲା ଶୁଭ ଇଚ୍ଛା ଆପଣମାନଙ୍କ ଭିତରୁ। କଥାଟା ବୁଝୁଥିବେ ବୋଲିକି ଯେ ଏଇ ଯେଉଁ ଶୁଭ ଭାବନା କରିବାର ଯେଉଁ ସୁଯୋଗ ରାଙ୍ଗା ବାବୁ ଏଠି କରିଦେଇଛନ୍ତି ଯେ ତାଙ୍କ ପିଲାର ଆଶୀର୍ବାଦ ପାଇଁ ଆପଣମାନେ ସମସ୍ତେ ଆଶୀର୍ବାଦ ଦେବେ। ତ ଆଶୀର୍ବାଦର ପ୍ରଥମ ଉତ୍ସଟା ବାହାରିଲା କାହା ଦେହରୁ? କଥାଟା ବୁଝିପାରିଲେ ନା ନାହିଁ? କିଛି ବୁଝିପାରୁଛନ୍ତି ନା? ଯେ ଏଇ ଯେଉଁ ପିଲାଟିକୁ ଆପଣମାନେ ଆଶୀର୍ବାଦ କଲେ ଆପଣମାନଙ୍କ ଭିତରୁ ଯେଉଁ ଶୁଭ ଇଚ୍ଛା ଶୁଭ ଶକ୍ତି ଆପଣମାନଙ୍କ ଭିତରୁ ବାହାରିଲା ନା ନାହିଁ? ବାହାରିଛି ନା? ତ ଶୁଭ ଇଚ୍ଛା ଶୁଭ ଭାବନା ଶୁଭ କାମନା କରିବାର ଶକ୍ତି ଆପଣମାନଙ୍କର ଅଛି। ଯେମିତି ଆପଣ ଛୋଟ ପିଲାଟିଏ ସମସ୍ତଙ୍କର ଦେଖିବେ, ଆପଣମାନଙ୍କର ଘରର ପିଲା ଯେତେବେଳେ ଆପଣଙ୍କୁ ଜୁହାର ହେବେ ଆପଣମାନେ ତାଙ୍କୁ କେମିତି ଆଶୀର୍ବାଦ କରନ୍ତି? ଯେ ଛୋଟ ତୋର ସବୁ ପ୍ରକାର ଭଲ ହଉ, ଶାନ୍ତି ଶାନ୍ତି ହଉ, କିନ୍ତୁ ସେଇଥିରେ ଆପଣମାନେ କିଛି ଚାହାନ୍ତି କି? ଆଶୀର୍ବାଦ ଦେବା ବେଳେ ଆପଣମାନଙ୍କର ଭିତରୁ କିଛି ପାଏ କି ଏହାକୁ ଆଶୀର୍ବାଦ କଲି ସେ ମୋତେ କିଛି ଦଉ? ଏମିତି ଥାଏ କି? କାହିଁକି ନଥାଏ? କାହିଁକି ନଥାଏ? ନା ଆପଣମାନେ ବଡ଼, ଆପଣମାନେ ଆଶୀର୍ବାଦ ଦେବେ, ଆପଣମାନଙ୍କର ଶୁଭ କାମନା ତା ଉପରେ ପଡ଼ିକି ସେ ଆଶୀର୍ବାଦ ପାଇବେ। ତ ଇଏ କଥା ଆଜି ଛୋଟ ପିଲାଟାକୁ ଆଶୀର୍ବାଦ କଲେ ଏଇଟା ଠିକ ଅଛି। ଆପଣମାନେ କେବେ ଜାଣିଛନ୍ତି ନା ଯେ ଆପଣମାନେ ନିଜକୁ ନିଜେ ଆଶୀର୍ବାଦ କେମିତି କରିବେ? ଏଇଟା ଜାଣିଛନ୍ତି? ନିଜକୁ ନିଜେ ଆଶୀର୍ବାଦ କରିବେ ଯେମିତି ଛୋଟ ପିଲାଟାକୁ ଆଶୀର୍ବାଦ କରୁଛନ୍ତି, କିମ୍ବା ଆପଣମାନଙ୍କ ଘରେ ଛୋଟ ପିଲା କିମ୍ବା ଝିଅ କି ବୋଉ ମା ଇତ୍ୟାଦି ଇତ୍ୟାଦି ଆପଣମାନେ ଯେତେବେଳେ ଆପଣଙ୍କୁ ଯେତେବେଳେ ଜୁହାର ହେଉଛି ଆପଣ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ବୁଝିପାରିଲେ? ତ ଆଶୀର୍ବାଦ ଯେଉଁ କରୁଛନ୍ତି ସେ ତାଙ୍କ ଉପରେ ସେ ଆଶୀର୍ବାଦର ଯେଉଁ ଶକ୍ତି ଆପଣଙ୍କ ଭିତରୁ କ'ଣ ବାହାରୁଛି ଯେ ତା ସବୁ ପ୍ରକାର ଭଲ ହଉ। ତ ମୋର କହିବା କଥାଟା ହେଉଛି ସେଇ ଶୁଭ ଭାବନା ଆପଣମାନଙ୍କ ଉପରେ ନିଜେ ମାନେ କେବେ ପ୍ରୟୋଗ କରିଛନ୍ତି କି? ସେଇ ଆଶୀର୍ବାଦ କେବେ ଆପଣମାନଙ୍କ ଉପରେ ନିଜକୁ ନିଜେ ଆଶୀର୍ବାଦ କରିଛନ୍ତି? এইটা জানি রখিথাও আজ সৎসঙ্গ মাধ্যমে কেমিতি আপনার নিজে নিজকে আশীর্বাদ কলে তার ফল বহুত কিছু পাইবে। তো আশীর্বাদ করিবা পাই আমার যে মুহে আমি মনে মনে যে কহুছু তোমার সমস্ত প্রকার মঙ্গল হো, সমস্ত প্রকার মঙ্গল হো আমি মনে মনে কহুছি, সেমিতি আপন মানে প্রত্যেক দিন প্রত্যেক সময় রে মোর সমস্ত কার্য শুভ হো, মোর দেহ ভাল হই যাও, मोर शरीर मन भल हो जाऊ, मोर घर संपत्ति घर संसार उन्नति हो, मोर परिवार उन्नति हो, ये सदा बेले जो मने मने जो शुभ भावना शुभ इच्छा एटा हूँ निज प्रति आशीर्वाद। तो जो माने निज प्रति बेसी आशीर्वाद करिवो तांको भितर बेसी आशीर्वाद देवार शक्ति बाहरी।
ସାର୍ କିଛି ସମୟ ଆଗରୁ କହିଗଲେ ପ୍ରଣବ ଓଙ୍କାର ଜପ କରିବେ। ଓଙ୍କାର ହଉଛି ଆମ ଭିତରେ ଶକ୍ତି, ମଙ୍ଗଳମୟ ଶକ୍ତି। ଯେଉଁ ଶକ୍ତି ଆଜି ସଂସାରରେ ଶିବ ନାମରେ ଅଛି। ଆଜି ହଉଛି ଶିବ ଚତୁର୍ଦ୍ଦଶୀ। ଇଏ ଶିବ ଚତୁର୍ଦ୍ଦଶୀରେ ଲୋକେ ଯାହା କିଛି ଭାବିଥାନ୍ତୁ, ଆପଣ ମାନେ ବି ଡେଲି ଶିବ ପୂଜା କରୁଛନ୍ତି। କେରକମ ଦେଖନ୍ତୁ, ସେଇ ମଙ୍ଗଳମୟର ପୂଜା କରୁଛନ୍ତି ଡେଲି। ତାର ମାନେ ସେଇ ଶୁଭ ମଙ୍ଗଳମୟ ଯେ ପୁରୁଷ ସେ ଆପଣ ମାନଙ୍କ ଭିତରେ ଅଛି। ସେ ହଉଛନ୍ତି ଆପଣ ମାନେ ସମସ୍ତେ ନିଜକୁ ନିଜେ। କିନ୍ତୁ ଏଇ ଯୋଉ ନିଜକୁ ନିଜେ ଆପଣ ମାନେ ଯୋଉ ସେଇ ମଙ୍ଗଳମୟ ଶକ୍ତି ସେଇଟା ଭୁଲି ଯାଇଛନ୍ତି। ପ୍ରତ୍ୟେକ ଦିନ ଓଙ୍କାର ଜପ କରିବେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ବାହାରିଲା ବେଳକୁ ଆପଣ ସଦାବେଳେ ଆପଣଙ୍କ ପାଇଁ ମଙ୍ଗଳ ଆଶୀର୍ବାଦ କରିବେ। ଯେ ଯେତେ ମଙ୍ଗଳର ଶୁଭ ଭାବନା କରିବ, ଇଚ୍ଛା କରିବ, ଚିନ୍ତନ କରିବ, ମନନ କରିବ, ମୋ ସମସ୍ତ ପ୍ରକାର ମଙ୍ଗଳ ହଉ, ସେତେ ତାର ଉନ୍ନତି ହବ। ସେତେବେଳେ ତାର ବାକ୍ସିଦ୍ଧି ଆସିଯିବ। ବାକ୍ସିଦ୍ଧି ଜାଣିଛନ୍ତି ନା? ଆପଣ ଯାହାକୁ ଯାହା କହିବେ ଫଳିଯିବ। ଯାହା ଯାହା କହିବେ ଫଳିଯିବ। ତ ତା ପାଇଁ ନିଜ ଭିତର ଶକ୍ତିକୁ ଜାଗ୍ରତ କରିବାର ଅଛି। ମୋର ସମସ୍ତ ପ୍ରକାର ଭଲ ହଉ, ସମସ୍ତ ପ୍ରକାର ମଙ୍ଗଳ ହଉ। ମୁଁ ଚାହେଁ ସଂସାରରେ ମୋ ପରିବାର ଭିତରେ ଶାନ୍ତି ହଉ। ମୁଁ ଚାହୁଁଛି ମୋ ସଂସାର ଭିତରେ ଆନନ୍ଦ ହଉ। ମୁଁ ଚାହୁଁଛି। ଏଇଆ କେବେ କେବେ ଭାବିଛନ୍ତି କି? କେବେ କେବେ ଆପଣ ମାନେ ଜପ କରିଛନ୍ତି କି ମନେ ମନେ, ବା ଘର ସଂସାରରେ ରହିକି କେବେ ଭାବିଛନ୍ତି କି? ଯଦି ଭାବୁଛନ୍ତି ଖୁବ ଭଲ। ଯଦି ଭାବି ନାହାନ୍ତି ଆଜି ଭିତରୁ ଭାବିବା ଆରମ୍ଭ କରିଦେବେ। କାହିଁକି ଆପଣ ମାନଙ୍କ ଭିତରେ ଏମିତି ଏକ ଶକ୍ତି ଅଛି। ଆପଣ ମାନେ ମଧ୍ୟ ଆସିକି ଛୋଟ ପିଲାଟାକୁ ଆଶୀର୍ବାଦ କରୁଛନ୍ତି। ଆମେ ବି ମଧ୍ୟ ତା ଭିତରେ। ଆମେ ଯଦି ମଙ୍ଗଳ ଚିନ୍ତନ କରିବା ନ କରିବା, ମଙ୍ଗଳ ଭାବନା ନ କରିବା, ଶୁଭ ଶକ୍ତି ଶୁଭ ଇଚ୍ଛାର ମାଲିକ ଯଦି ଆମେ ନିଜେ ନ ବନିବା, ଆମେ ଦବା କେମିତି? ଆମ ମାନଙ୍କ ପାଖରେ ପୁଞ୍ଜି ରହିବାର ଅଛି। ପୁଞ୍ଜି ପୁଞ୍ଜି ଯେମିତି ଜଣେ ଧନୀ ଲୋକ, ସେ ଧନୀ ଆମେ ଯେତେବେଳେ ଟଙ୍କାର ଆବଶ୍ୟକ ପଡେ କାହାରି, କେହି ଲୋକର, ଗରିବ ଲୋକର ଯେତେବେଳେ ଟଙ୍କାର ଆବଶ୍ୟକ ପଡେ, ଟଙ୍କା ଆଣିବା ପାଇଁ ଚାହେଁ, ସେ ଯାଏ କାହା ପାଖକୁ? କାହା ପାଖକୁ ଯାଏ ଟଙ୍କା ଧାର କରିବା ପାଇଁ? ଆପଣ ମାନେ ଜାଣୁଥିବେ ଯେ ଆପଣ ମାନଙ୍କ ଯେତେବେଳେ ଘର ସଂସାର ଅଭାବ ପଡେ, ଦରକାର ପଡେ, ସେତେବେଳେ ଆଣିବା ପାଇଁ କାହା ପାଖକୁ ଯାଆନ୍ତି? ଆଜ୍ଞା, ଧନୀ ଲୋକ ପାଖକୁ ଯାଆନ୍ତି। ଧନୀ ଲୋକ ପାଖକୁ ଯାଆନ୍ତି। ଆଜି ସରକାର ସେଇ ବ୍ୟବସ୍ଥାଟା କରିଦେଇଛି ଯେ ତମେ ତମ ବ୍ୟାଙ୍କ ବାଲା ଆଜି ଯୋଉ ପଇସା ଦଉଛି, ସେ କଣ ତା ପଇସା ଆଣିକି ଦଉଛି କି? ଆପଣଙ୍କର ପଇସା ସେ ଆପଣଙ୍କୁ ଦଉଛି। କିନ୍ତୁ ଆପଣ ଯେତେବେଳେ ଘରେ ସଂସାର ଘରେ ଧନୀ ବନିଯିବେ, ଆପଣ ପାଖକୁ ମଧ୍ୟ କିଛି ଲୋକ ଧାର କରିବା ପାଇଁ ଆସିବେ। ଆପଣ ମାନେ ସେମିତି ଯାଉଛନ୍ତି ତା ପାଖକୁ ଧାର କରିବା ପାଇଁ। ତାର କାରଣ ସେ ବହୁତ ଧନର ଅଧିକାରୀ। ସେମିତି ଆପଣ ମାନେ ଯୋଉ ଆଶୀର୍ବାଦ ଦେବେ, ସେ ଆଶୀର୍ବାଦର ମାଲିକ ତ ଆପଣଙ୍କର ବହୁତ କିଛି ଆଶୀର୍ବାଦର କ୍ଷମତା ରହିବା ଦରକାର ଅଛି ନା। ସେ କ୍ଷମତା କେମିତି ପାଇବେ? ନା ନିଜ ଭିତରେ ଅଛି। ତାକୁ ସଦାବେଳେ ମନନ ଚିନ୍ତନ କଲେ, ଜାଗ୍ରତ ହେଲେ ସେ ଜାଗ୍ରତ ହବ, ଆଉ ବେଶୀ ପରିମାଣରେ ବଢିବ। ଏବଂ ଆଶୀର୍ବାଦ କରୁଥିବା ବ୍ୟକ୍ତିର ପ୍ରଥମେ ନିଜର ଉନ୍ନତି ହବ, এটা ଜାଣିଥାନ୍ତୁ। ସେଇଥିପାଇଁ ଆମେ ମନ୍ତ୍ରରେ କହିଗଲୁ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା। ଆମେ କହୁଛୁ କାହିଁକି ନା, ୟା ଦ୍ୱାରା ଯାହାକୁ ଦଉଛୁ, ଯେ ଦଉଛୁ, ସମସ୍ତଙ୍କର ସେଇଭଳି ମଙ୍ଗଳ କାମନା ଆମେ କରୁଛୁ। ତ ମଙ୍ଗଳ ଭାବନା, ମଙ୍ଗଳ ଚିନ୍ତା, ମଙ୍ଗଳ ଯୋଉ ଇଚ୍ଛା ଶକ୍ତି, ଇଏ ସବୁ ଆମ ଭିତରେ ଅଛି। ଆମେ ତାହାର ମାଲିକ এইটা জানিলে, কিন্তু আমি তার মালিক কেমিতি হবা না, সদাবেলে সেই যে মঙ্গলময় চিন্তাধারার আমাকে ভাবনা করা পড়ব। সেইপাই গোটে ভাল সঙ্গীত গোটে অছি, যে কি সুভাষ স্যার লিখিছেন সেই সময়ের। সে আমার এই মুনি মানকর ভিতরে সঙ্গীত ভিতরে সেয়া বি মতো অছি। সে সদাবেলে মনে মনে ভাবিলে জানিলে বি মতো ভারি খুশি লাগে, মনকু শান্তি লাগে। ସେ ସଙ୍ଗୀତରୁ ଦି ଧାଡ଼ି ମୁଁ କହୁଛୁ, ଆପଣମାନେ ଆଖି ବନ୍ଦ କରି ବସନ୍ତୁ। ମୁଁ ଯେତେବେଳେ ଶିବହମ୍ ଶିବମ୍ କହିବି, ଆପଣମାନେ ମନେ ମନେ ସମସ୍ତେ ଶିବହମ୍ ଶିବମ୍ କହିବେ। ମୁଁ ଯେତେବେଳେ ଶିବହମ୍ ଶିବମ୍ କହିବି, ଆଖି ବନ୍ଦ କରନ୍ତୁ ସମସ୍ତେ। ଆନନ୍ଦେ ରହରେ ମନ ସଦାନନ୍ଦେ
আনন্দে রহ, আনন্দে রহ রে মন, সদানন্দে রহ। শিবহম 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 কহ, আনন্দে রহ রে মন, সদানন্দে রহ। শিবহম 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 শিবহম। আনন্দরু বিশ্বজাত, আনন্দে চালিত, আনন্দরে তোই ইচ্ছারে এ বিশ্ব পুরিত। আনন্দরু বিশ্বজাত, আনন্দে চালিত, আনন্দরে তোই ইচ্ছারে এ বিশ্ব পুরিত। তু আনন্দময় স্বয়ং, তু আনন্দময় স্বয়ং অনন্ত ভয়, তু আনন্দময় স্বয়ং অনন্ত ভয়। আনন্দে রহ রে মন, সদানন্দে রহ। শিবহম 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 শিবহম। নিখিল জগতবাসী আনন্দরে যাও মিশি, চিদাকাশে উইলাণী বিপুল আনন্দ শশী। সে আনন্দে বাস কর, সে আনন্দে বাস কর তুই অহর, সে আনন্দে বাস কর তুই অহর। আনন্দে রহ রে মন, সদানন্দে রহ। শিবহম 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 শিবহম। মঙ্গলময়হম মঙ্গলময়হম আনন্দময়হম, মঙ্গলময়হম মঙ্গলময় আনন্দময়হম। শিবহম 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 শিব শিবহম 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 শিবহম। প্রিয়াত্মা, এই ଯେଉଁ ଶିବ, ଯେଉଁ ଆନନ୍ଦମୟ ସତ୍ତା ଯେ ଆମ ଭିତରେ ଅଛି, ସେଇ ତାର ମନନ ଚିନ୍ତନ ଯେ କରିବ, ଯେତେ ମନନ ଚିନ୍ତନ କରିବ ସେତେ ଏ ସଂସାରରେ ଥାଇ ସେଇଭଳି ଆନନ୍ଦମୟ ସ୍ଥିତିକୁ ସେ ଯିବ, ଆଉ ନିଜର ମଙ୍ଗଳମୟ ଶକ୍ତି ସେ ନିଜ ଭିତରେ ଖୋଜି ପାଇବ। ତେଣୁ ଏଇ ଯେଉଁ ଶୁଭ କାମନା ଯୁକ୍ତ ଯେଉଁ ଶିବମ୍ ଶିବମ୍ ଶବ୍ଦ ଯେ କୁହାହେଉଛୁ, ସାରା ସଂସାର ଯେଉଁ ଶିବକୁ ପୂଜା କରୁଛି ସେ ଶିବ ପ୍ରକୃତରେ ମଙ୍ଗଳମୟ। ତାର ଏକ ସାକାର ରୂପ ନେଇ ଯେ ଯାହାର କରୁଛନ୍ତି ସେଥିରେ କିଛି ନାହିଁ, କିନ୍ତୁ ସେ ଶିବ ଶକ୍ତି ଯେଉଁ ଚେତନ ଶକ୍ତି ସେ ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ଅଛି। ଆଉ ଯେଉଁ ଆମର ଆତ୍ମଜ୍ଞାନର ଯେଉଁ ପ୍ରକୃତ ଅର୍ଥ ହେଉଛି ସେୟା, ଆମର ଆତ୍ମଜ୍ଞାନର ପ୍ରକୃତ ଅର୍ଥ ହେଉଛି ସେୟା। ଆତ୍ମଜ୍ଞାନ ମାନେ ନିଜ ଜ୍ଞାନ, ମାନେ ଆମେ ଯଦି ସେଇ ଜ୍ଞାନ ଯୁକ୍ତ ହେଇଯିବା, ଅର୍ଥାତ୍ ସେ ଆମ ଭିତରେ କିଏ ଅଛି? ମଙ୍ଗଳମୟ ଜୀବ ଅଛି। ସେ ମଙ୍ଗଳମୟ ଜୀବ ଥିବାରୁ ମୁଁ ଜୀବିତ ଅଛି, ଯାହାକୁ ସାରା ସଂସାର ବା ବୈଦିକ ଜ୍ଞାନରେ କହୁଛୁ ଆତ୍ମା ବୋଲି। ଆତ୍ମାର ଗୋଟେ ଅଲଗା କୌଣସି ବିଷୟ ନୁହେଁ କିମ୍ବା ବସ୍ତୁ ନୁହେଁ। ଆତ୍ମା ମାନେ ହଉଛି ନିଜକୁ ନିଜେ, ଆପଣ ନିଜେ ନିଜେ। ତ ସେଇ ଆତ୍ମାର ଯେଉଁ ଶୁଭମୟ ଶକ୍ତି, ଯେଉଁ ମଙ୍ଗଳମୟ ଶକ୍ତି, ଯେଉଁ ତାର ଶୁଭ ଇଚ୍ଛା, ଶୁଭ ସଂକଳ୍ପ, ଯେତେ ପ୍ରକାର ଭଲ ଭାବନା ସବୁ ଶିବ ଶକ୍ତିରେ ଅଛି। ସେଇ ଶିବମୟ ନିଜେ ହୋଇଗଲେ, ଆପଣ ଯଦି ଶିବମୟ ନିଜେ ହୋଇଯିବେ, ତାହେଲେ ସଂସାରରେ ଥାଇ ଆପଣ ଆନନ୍ଦ ଅନୁଭବ କରିବେ। ତ ସେଇଭଳି ଜ୍ଞାନ ନେଇ ଆଜି ମୁନି ସମାଜ ପ୍ରତ୍ୟେକ ଘରେ ଘରେ ସତ୍ସଙ୍ଗ ହଉଛି, ପ୍ରତ୍ୟେକ ସାପ୍ତାହିକ ସତ୍ସଙ୍ଗ ହଉଛି। ତାର କାରଣ ହଉଛି ପ୍ରତ୍ୟେକ ମନୁଷ୍ୟ
ନିଜକୁ ନିଜେ ଜାଣ ତା ଭିତରେ ଯୋଉ ଚେତନମୟ ସତ୍ତା ଅଛି ସେ କେତେ ଶକ୍ତିମାନ, ସେ ହଉଛି ସର୍ବଶକ୍ତିମାନ। ପ୍ରତ୍ୟେକ ମନୁଷ୍ୟ ଭିତରେ ଯୋଉ ଚେତନମୟ ସତ୍ତା ଅଛି ସେ ହଉଛି ସର୍ବଶକ୍ତିମାନ। ସେ ସର୍ବଶକ୍ତିମାନ ଥିବାରୁ ଆମେ ସମସ୍ତେ ମନୁଷ୍ୟ ଜୀବନ, ଆମେ କହୁଛୁ ଆମେ ସମସ୍ତେ ହଉଛୁ ମନୁଷ୍ୟ। ଆମେ ମନୁଷ୍ୟ ସାଧାରଣ ପ୍ରାଣୀ ନୁହେଁ, ସେ ହଉଛି ସର୍ବଶକ୍ତିମାନ ଈଶ୍ୱରର ସତ୍ୟା। ସେ ନିଜେ ଯେହେତୁ ତାର ଶକ୍ତିର ଅଭାବ, ସେ ଜାଣେ ନାହିଁ, ତାର ଜ୍ଞାନର ଅଭାବ, ସେଇଥିପାଇଁ ନିଜକୁ ନିଜେ ସେ ଦୁଃଖୀ ଭାବେ, ନିଜକୁ ସେ ଦିନହୀନ ଭିକାରୀ ଭାବେ। କିନ୍ତୁ ଦୁଃଖୀ ବା ଭିକାରୀ ଆପଣ ମାନେ ନୁହନ୍ତି କେହି। ଆମେ ହଉଛୁ ସେଇ ଶକ୍ତିମାନ ପୁରୁଷ ଯେ ଶିବ, ସେ ହଉଛନ୍ତି ସ୍ୱୟଂ ଆମେ ସମସ୍ତେ ନିଜେ। এই ଯୋଉ କିନ୍ତୁ ନିଜେ ହୋଇ ମଧ୍ୟ କାହିଁକି ଆମେ ସଂସାରରେ ସାଧାରଣ ମନୁଷ୍ୟ ଭାବରେ ଦୁଃଖ କଷ୍ଟ ପାଉଛୁ? ତାର କାରଣ ଆମ ଭିତରେ ସେଇ ଜ୍ଞାନର ଅଭାବ ଅଛି, ସେଇ ଜ୍ଞାନ ଟିକକ ନାହିଁ। ଆଜି ମୁନି ସମାଜର ଉଦ୍ଦେଶ୍ୟ ହଉଛୁ ସେଇ ଜ୍ଞାନ ଘରେ ଘରେ ପ୍ରତ୍ୟେକ ମନୁଷ୍ୟଙ୍କ ପାଖରେ ପହଞ୍ଚି ଦେବ। ଆଉ ପହଞ୍ଚି ଦେବ ଖାଲି କଥା ନୁହେଁ, ସବୁଠାରୁ ବଡ଼ କଥା ମୁନି ସମାଜରେ ଯୋଗ ସାଧନ ମାଧ୍ୟମରେ ତା ସହିତ ଆପଣଙ୍କୁ ପରିଚିତ କରେଇବ। ପରିଚିତ ହବା ସାଙ୍ଗେ ସାଙ୍ଗେ ଆପଣ ଭିତରେ ଆପଣ ସାଧନ ଦ୍ୱାରା କେମିତି ଉନ୍ନତି କରିପାରିବେ ସେ ବିଷୟ ସଦ୍ ଜ୍ଞାନ ଦିଆଯାଉଛି। ଆପଣ ସାଧାରଣ ମନୁଷ୍ୟ ନୁହେଁ, ଆପଣ ଦୁଃଖୀ ରୁଙ୍କି ଦିନହୀନ ଭିକାରୀ ନୁହେଁ, ଆପଣ ହଉଛନ୍ତି ଧନୀର ଧନୀ, ବଳବାନରୁ ବଳବାନ, ମହାନରୁ ମହାନ। ତାର କାରଣ ହଉଛି ଦେଖନ୍ତୁ, ଏଇ ମନୁଷ୍ୟ ଆମେ ଯଦି ସମସ୍ତ ମନୁଷ୍ୟ ଆମରି ଭଳିଆ ଜଣେ ମନୁଷ୍ୟ ଆଜି ସଂସାରରେ ଏମିତି ଏମିତି ଜିନିଷ ସେମାନେ ଆବିଷ୍କାର କରୁଛନ୍ତି, ସେଇ ଜିନିଷର ଆବିଷ୍କାରର ଶକ୍ତି ନେଇକି ଆମେ ଚଳୁଛୁ। ଏଇ ବିଦ୍ୟୁତ ଶକ୍ତି ଦେଖନ୍ତୁ, ଇଏ ଗୋଟେ କେହି ମନୁଷ୍ୟର ଆବିଷ୍କାରରୁ ବାହାରିଛି। ଆଜି ସମସ୍ତେ ସେଇଟାକୁ ବ୍ୟବହାର କରି ଆମେ ସେଇଥିରେ ଚଳୁଛୁ। ଯେତେ ପ୍ରକାର ଶକ୍ତି ଅଛି, ବଡ଼ ବଡ଼ ଶକ୍ତି ଅଛି, ସବୁ ଛୋଟ ଶକ୍ତି ଠାରୁ ବଡ଼ ଶକ୍ତି ପର୍ଯ୍ୟନ୍ତ ସବୁ ହଉଛି ମନୁଷ୍ୟର ଆବିଷ୍କାର। ମନୁଷ୍ୟ ସବୁ ସେ ବିଷୟରେ ଜାଣିଛି। ଯିଏ ଜାଣି ନାହିଁ ସେ ଅଜ୍ଞାନ, ଯିଏ ଜାଣି ନାହିଁ ସେ ହଉଛି ଅଜ୍ଞାନ। ଗୋଟେ ଦେଖନ୍ତୁ, ଆପଣ ଗୋଟେ ଉଦାହରଣ ଦଉଛି ଦେଖନ୍ତୁ। ଆମେ ଗୋଟିଏ ବସରେ ଯାଉଛୁ, କେତେ ଜଣ? 50-60 ଲୋକ ଯାଉଛୁ କି 100 ଲୋକ ଯାଉଛୁ। ଆଉ ଆମକୁ ସେଠି ଜଣା ପଡେ ଆମର କଣ ସାଧାରଣ ଶକ୍ତି ଅଛି ଏଇ ବସ୍ ଭଳିଆ ଆମେ ଏତେ ଲୋକକୁ ନେଇପାରିବା? এটা মনକୁ ବିଚାର ଆସେ। କିନ୍ତୁ ଆପଣମାନେ ଜାଣିଥାନ୍ତୁ ସେ ବସ୍ଟା ବି ମଧ୍ୟ ତ କେହି ଗୋଟେ ମନୁଷ୍ୟ ଆବିଷ୍କାର କରିଛି। ସେ ବସ୍ଟାକୁ ମଧ୍ୟ ତିଆରି କରିଛି ସେଇ ମନୁଷ୍ୟ, ଜଣେ ନୁହଁ 5 ଜଣ ମନୁଷ୍ୟ ମିଶିକି ତିଆରି କରିଛି। ତ ଯାହା ବି କିଛି ସେ ଆବିଷ୍କାର କରିଛି ଏଇ ମନୁଷ୍ୟ ହିଁ ଆବିଷ୍କାର କରିଛି ସଂସାରରେ। তো এইভଳି কথা, কিন্তু সেটাকে আমি ব্যবহার করতে যাই কি আমକୁ লাগুଛି ସେଇଟା বড়, ମୁଁ হଉଛି। ଆଜି ସଂସାରରେ ସେମିତି ମନୁଷ୍ୟ ସେଇ କଳ୍ପନା ଶକ୍ତିରେ ଏମିତି ନିଜକୁ ନ ଜାଣି ଏମିତି ଏକ ଭୁଲ ବାଟରେ ଯାଉଛି। ସେଇ କଥା ସେମାନେ ଏଇ ଯୋଉ ସଂସାରରେ ଯେତେ ସବୁ ବଡ଼ ବଡ଼ ଜିନିଷ ଆବିଷ୍କାର ହଉଛି, କହୁଛି ଏଇଟା ହେଉଛି ସିନା କେହି ଗୋଟେ କରିଥିବେ, ଆମର କଣ ସେ ଶକ୍ତି ଅଛି? ତାର କାରଣ ଆମେ ନିଜ ଶକ୍ତିର ପରିଚୟ ପାଇଲୁ। କିନ୍ତୁ ମୁଁ ଗୋଟେ ଶକ୍ତିର କଥା ଗୋଟେ କହୁଛି ଦେଖନ୍ତୁ। ଆପଣ ମାନେ ଯେତେବେଳେ ଆପଣଙ୍କର ଏଇ ଘରକୁ ଅଛନ୍ତି, ଘରେ ଆପଣ ଯେତେ ନୂଆ ବୋହୂ ହେଇକି ଯେତେବେଳେ ଆସିଲେ, ସେତେବେଳେ କଣ ଜାଣିଥିଲେ ଯେ ଏ ଘର ସଂସାରରେ ଏତେ କଷ୍ଟ ଦୁଃଖ? ପୁଣି ସେଇ ଘର ସଂସାରରେ ରହି ଆପଣ ମାନେ ଛୁଆ ପିଲା ଜନ୍ମ କରି ତ ପୁଣି ଘର ସଂସାର ଉନ୍ନତି କରୁଛନ୍ତି। ସେ ଶକ୍ତି ଆସିଲା କେଉଁଠୁ? ସବୁ ଶକ୍ତି ଆପଣ ଭିତରେ ଅଛି। ଯିଏ ସେତେ ଶକ୍ତିକୁ ଲଗେଇଛି ସିଏ ପାଇଛି। କିନ୍ତୁ ସେ ଶକ୍ତି ଏମିତି ଏମିତି ଆସିବ ନାହିଁ। ଆପଣଙ୍କ ଭିତରେ ଯୋଉ ଯୋଉ ଶକ୍ତି ଅଛି ସେ ଶକ୍ତି ଏମିତି ଏମିତି ଆସିବ ନାହିଁ। ତାକୁ ସାଧନ କରିବାକୁ ଦରକାର, ତାକୁ ଜାଣିବାକୁ ଦରକାର, ତାକୁ ବୁଝିବା ଦରକାର। যে ଆମେ ମନୁଷ୍ୟ ଆଜି ଆପଣଙ୍କ ଭିତରେ ଗୋଟେ ବଡ଼ କଥା କହୁଛି ଦେଖନ୍ତୁ।
आपण माने एठी घरे अछंती एठी अछंती समस्त बसचंती ना आपण मानकर केते शक्ति जानि नाहंती किंतु आपण मानकर जणे भौणी टिए जणे माउसी टिए मां टिए जणे से पराय कि द्रौपदी मुर्मू सेटा बसंती राष्ट्रपति हेकी काई एटा जानि पारु नांती काई की सेटा तार शक्ति सेटा तार शक्ति से सेति की ज्ञानर अधिकारी हेचंती सेति पई आज से जगह से पद को पाई राष्ट्रपति पद पाई से भी तो आपण गोटे स्त्री लोक आपण परिवार से आसी आज सारा भारत वर्ष से हूँ सबुठारु उच्च श्रेणी प्रथम श्रेणी से व्यक्ति प्रथम व्यक्ति भारत द्रौपदी मुर्मू से शक्तिर अधिकारी से भाया शक्ति समस्त भितर अच्छी आम जेहेतु जानू आम पाऊनु से जीवन में बहुत त्याग कर बहुत पाई बहुत कष्ट स्वीकार कर आज से पदर अच्छा सेमती सबू शक्ति आपण मान समस्त भितर अच्छी तो मुनि समाज से शक्ति कथा कहे जे समस्त भितर से शक्तिर उत्स अच्छी से शक्तिटा को किए कौटी काम लगे ये गोटे उदाहरण देके बुझेबी तापर छाड़ी आपणकर এই जो बलंग पानीटा आसुची बलंग पानी आसुची बाहर कोठी पहाड़ रु बाहर ना नहीं এই जो बलंग नदीटा को पहाड़ रु बाहर ना नहीं पानीटा आसुची पानीटा बही चली ना कौन से पानी जो बही चली से पानी रो नहीं कि किछि लोक से पानी रो नहीं कि किछि लोक चाष करूछंती किछि लोक फैक्ट्री करूछंती किछि लोक नहीं कि चाष आपनकर पोखरी गड़िया नदी चाष करूछंती कि कैनाल काटी नहीं कि से माने चाष करूछंती तो से जो शक्तिर उत्स आछि जे जेमती ताको व्यवहार करछि सेमिति हमर जन्मरु मृत्यु पर्यंत हमर शक्ति प्रवाहित होछि आमे के कोठी गई कि नेले नहीं जीवा सेटा से दायित्व आम निजर आम से शक्ति को किए कौटी आम दायित्व को नवा ये गोटे गोटे आलोचना कर बुझीपर आप देखिथे ये आप साई भितर सब छोट छोट पिला स्कूल को पाठ पढ़ा जाऊँगी गोटे स्कूल रे 50-100 पिला पाठ पढ़ुची ता भितर जड़े पिला प्रथम होची आउ जड़े द्वितीय होची तृतीय होची से माने सही स्थान को जाउची आउ किछि पिला सिमिति के खाली पास दउछंती आउ किछि पिला फेल होउछंती पिला तो एकार कम मास्टर तो पढुछंती एकार कम किंतु से पिलाटा फेल जो माने हे कि आदु पढु नांती मूर्ख होई जाउची तार कारण कोन ता भीतर से शक्ति अछि से शक्ति लगौ नहीं पाठ पढिबारे ता भीतर जड़े पिला केवल शक्तिटा लगौछि तार मन शक्ति देह शक्ति परिश्रम शक्ति लगौछि पाठ पढ़ी कि सब शिखिबी से प्रथम होछि सेमिति आम भीतर सब शक्तिटा सब प्रवाहित होउछु आमे आदु ताको व्यवहार करूने आमे ताको व्यवहार करि दउछु कोठी ना जो जगह रे लाभ हबो नाही किछि हबो नै केबे आमे करू तो नाही एटी आपण जे देखुथिबे जड़े आपणकर या भितर यही साई भितर 2 जन 3 जन धनी थे आउ समस्त गरीब थे तार कारण कौन से चेष्टा करके धनी है आउ ये माने किसी चेष्टा करना धनी ही नहीं तो कहबार उद्देश्य होची आमर शक्ति प्रवाहित होची आमे ताको जोठी लगेइबा आमे जिमिति नहीं जीवा सिमिति आमर उन्नति हबो ये होची आमर से जीवन शक्ति यही जीवन शक्ति को सेमती आध्यात्मिक मार्ग रे किमती आपण नेबे ना ये जिनसटा जानिले ये सद्ज्ञानटा जानिले आपण पारिबे आपण सब करि पारिबे आपण भीतर तीनटा जिंस अछि गोटे शरीर गोटे प्राण गोटे मन ये तीनटार जो साधन जतले आपण करि नेबे ये तीनटा को जतले कार्य रे लगेइबे आपण जीवन रे जहा चाहछंती सब पाइबे आप शक्ति को सही प्रयोग करूँ आप निजक दिनहीन भिकारी बोली भावतु नहीं आप सब करें
केवल से ज्ञानर अभाव अच्छे। तेणु प्रिय आत्म ये हूँ मुनि समाजर सिद्धांत। जो माने जोगस्थ हेबे से माने जीवन रे मुक्तिर रास्ता पाइबे। जो माने वियोगस्थ हेबे माने जोगस्थ हेबे नहीं, वियोगस्थ हेबे माने किसी करिबे नहीं। जेमति जोगर कोन अर्थ जे धरुन जणे डेली सकाळ उठिबो, डेली 5 टंका करिकि जमा करि रखिबो, गोटे मास पर तार 150 टंका। आउ जणे से जमा बिल्कुल जमा करिबोनी, जहा आबो सेटा तार बाटे बाटे जे गोटे खर्च करिबो हेता कर देबो। मासे पर ये जमा करि करि जोग करि करि पाइला 150 टंका। से वियोग जादू किछि कला नहीं, वियोग कला किछि पाइला नहीं, 150 टंका तार नहीं ता पाखे। सिमिति आपण जो जहा किछि करिवे आपण को भीतर जोगस्थ होई करिवे। तेणु से जो शक्ति से जो उत्स आपण भीतर प्रवाहित होउछि, आपण जोगस्थ हेले आपण संसार थाई आपण मुक्तिर रास्ता पाइबे। संसार थाई आम समस्त प्रकार आपण भौतिक उन्नति होबो, आर्थिक उन्नति होबो, मानसिक उन्नति होबो, पारिवारिक उन्नति होबो, समस्त प्रकार उन्नति होबो केवल जोगस्थ हेले। आ वियोगस्थ हेले माने ताक जोगस्थ न हेले माने वियोगस्थ हेले किछि पाइबे नहीं। आपण किछि यदि न करिवे किछि पाइबे नहीं। तो एई होउछु आत्मज्ञान रो कथा। एई आत्मज्ञान अर्थात समस्तंकर निज ज्ञान होउछि से ज्ञान कथा होउछु। जे चाहिबो निजर उन्नति करिवो, जे न चाहिबो निजर उन्नति करि पारिबो नाही। एतकिरे मोर बाकु को विश्राम दउछि। सप्रे जय जी।